ମଣିଷ ସହ ବିବାହ ହୋଇଗଲେ ଜଣେ ବୁଦ୍ଧିଆ ପୁଅ ମଧ୍ୟ ଧୀରେ ଧୀରେ ମାନସିକ ଭାବେ ଭାଙ୍ଗି ପଡିଥାଏ। ଲୋକଙ୍କ ଆଖିରେ ପାଗଳ ପରି ଦେଖାଯିବାକୁ ଲାଗେ। କାରଣ ସମ୍ପର୍କରେ ମିଳୁଥିବା ଅବହେଳା, ଅସମ୍ମାନ ଓ ଯନ୍ତ୍ରଣା ଜଣେ ମଣିଷର ମନକୁ ଗଭୀର ଭାବେ ପ୍ରଭାବିତ କରେ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଜାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 9 ଜୁନ 2026 ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ମଙ୍ଗଳ ଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତତ୍ସହିତ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ତେବେ ଯେଉଁମାନେ ମୋତେ ଦେଖୁଛନ୍ତି ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଯଦି ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରନ୍ତୁ ଏବଂ ବେଲ୍ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ। ସମୟ ଥିଲେ ପୁରା ଭିଡ଼ିଓ ଦେଖନ୍ତୁ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁନ ମାସ 9 ତାରିଖ, ଓଡ଼ିଆ ଜ୍ୟେଷ୍ଠ ମାସ 26 ଦିନ, ମଙ୍ଗଳବାର, କୃଷ୍ଣ ପକ୍ଷ ନବମୀ ତିଥି, ଯାହା ରାତ୍ରି 8:19 ପର୍ଯ୍ୟନ୍ତ ରହୁଛି। ତାପରେ ଦଶମୀ ତିଥି ଆରମ୍ଭ ହେଉଛି। ଆଜି ଉତ୍ତରା ଭାଦ୍ରା ନକ୍ଷତ୍ର, ଯାହା ରାତ୍ରି 3:49 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ରେବତୀ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମୀନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5:04 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:23। ଆଜି ଯୁଗ୍ନି ରହିଛି ପୂର୍ବ ଦିଗେ, ରାତ୍ରି 8:19 ପରେ ଯୁଗ୍ନି ଉତ୍ତର ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ଯାହାକି ନବମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ନାଉ, ତତ୍ସହିତ କଳମ ଭୋଜନ ନିଷେଧ ରହିଛି। ଆଜିର ଅଶୁଭ ବେଳା ଯାହା ଦିବା 6:42 ରୁ ଦିବା 8:20 ମଧ୍ୟ ରହିଛି ବାର ବେଳା। ସେହିଭଳି ଦିବା 1:15 ରୁ ଦିବା 2:53 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 3:06 ରୁ ଦିବା 4:45 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 6:46 ରୁ ରାତ୍ରି 9:07 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 6:41 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 9:04 ରୁ ଦିବା 12:17 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 9:08 ରୁ ରାତ୍ରି 10:23 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଏବେ ଚାଲନ୍ତୁ ଜାଣିବା 11 ଜୁନ 2026 ର ଶୁଭ କାର୍ଯ୍ୟ ଗୁଡ଼ିକ। ତେବେ ଆଜି ହେଉଛି ସର୍ବସହମତ ପୁରୁଷୋତ୍ତମ ଏକାଦଶୀ। ଆଜିର ଗ୍ରହର ସ୍ଥିତି, ଆଜି ମେଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି, ବୃଷ ରାଶିରେ ରବି ସଞ୍ଚରଣ କରୁଛନ୍ତି, ମିଥୁନ ରାଶିରେ ଶୁକ୍ର ଏବଂ ବୁଧ ସଞ୍ଚରଣ କରୁଛନ୍ତି, କର୍କଟ ରାଶିରେ ବୃହସ୍ପତି ସଞ୍ଚରଣ କରୁଛନ୍ତି, ସିଂହ ରାଶିରେ କେତୁ ସଞ୍ଚରଣ କରୁଛନ୍ତି, କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି, ମୀନ ରାଶିରେ ଚନ୍ଦ୍ର ଏବଂ ଶନି ସଞ୍ଚରଣ କରୁଛନ୍ତି। ଇଏ ଥିଲା ଆଜିର ଗୋଚରର ସ୍ଥିତି। ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି ଯାହାକି ଉତ୍ତରା ଭାଦ୍ରା ନକ୍ଷତ୍ରରେ, ଯାହାକି ମଙ୍ଗଳବାରରେ। ତେବେ ଏହି ଉତ୍ତରା ଭାଦ୍ରା ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡ଼ିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ କରିପାରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ କରିପାରିବେ ନାହିଁ, ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ରାଶି ଜାତକ ବ୍ୟକ୍ତି ମାନଙ୍କ ପାଇଁ କେଉଁ ଗ୍ରହ ବିଶେଷ ପ୍ରଭାବ ପକେଇବ, କଣ ଆଜି ସ୍ନାନ କରିବେ, କଣ ଆଜି ଦାନ କରିବେ,
ଯାହା କରିକି ଆଜି ଦିନକୁ ଶ୍ରେଷ୍ଠ କରିପାରିବେ, ଯାହା ଆଜି ଆମେ ଜାଣିବା ରାଶିଫଳ କାର୍ଯ୍ୟକ୍ରମରେ। ତେବେ ଏ ଥିଲା ଆଜିର ଗ୍ରହର ସ୍ଥିତି। ଏହି ସ୍ଥିତିକୁ ଦେଖି ମୁଁ ନେଇ ଆସିଛି ପୁରା ଦିନର ହାଲଚାଲ। ତେବେ ଯେଉଁମାନେ ମୋତେ ପ୍ରଥମ କରି ଦେଖୁଛନ୍ତି ସେମାନଙ୍କୁ ମୁଁ କହି ରଖୁଅଛି ଯେ ଆପଣ ମାନଙ୍କର ଜନ୍ମ ରାଶିର ରାଶିଫଳ ଦେଖିପାରିବେ। ତେବେ ଯେଉଁମାନେ ରାଶିଫଳ ଜାଣି ନାହାନ୍ତି ସେମାନେ ନିଜର ପ୍ରଚଳିତ ନାମ ରାଶିରୁ ରାଶିଫଳ ଦେଖିପାରିବେ। ତେବେ ଏବେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟ ହାନି ଯୋଗ ରହୁଛି, ତେଣୁ ଜଗି ରଖି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଝାମିଲା ବଢିବ, କାର୍ଯ୍ୟର ଚାପ ବଢିବ। ଅନେକ ମାନ ସମ୍ମାନ ବା ନିଜର କଥାବାର୍ତ୍ତାକୁ ସଂଯମତା ରକ୍ଷା କରନ୍ତୁ। ବିଶେଷ କରି ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଆପଣଙ୍କର ବୈଚାରିକ ମତଭେଦ ଅନେକ ପ୍ରକାର ଦେଖାଦେବ। ପ୍ରେମ କ୍ଷେତ୍ରରେ ଆପଣଙ୍କର କଳହ ମନମିଳନ ହୋଇପାରେ। ବେପାର ବାଣିଜ୍ୟ କ୍ଷେତ୍ରରେ ମେଷ ରାଶି ବ୍ୟକ୍ତି ଅର୍ଥହାନି ଯୁଗ ରହୁଛି, ତେଣୁ ଧ୍ୟାନ ପୂର୍ବକ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ବିଶେଷ କରି ଆପଣଙ୍କୁ ପୂର୍ବରୁ ଯେଉଁମାନେ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ଆଜି ସାହାଯ୍ୟ କରିବେ ନାହିଁ। ଆଜି ଆୟ ଠାରୁ ବ୍ୟୟ ଅଧିକା ରହିବ। ଦୂରଯାତ୍ରା କରୁଥିଲେ କାର୍ଯ୍ୟ ବିଫଳତା ଯୁଗ ରହୁଛି, ଯାହାକି ପୀଡ଼ା ପାଇବେ। ତେବେ ଆଜି ମେଷ ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଅନେକ ପ୍ରକାର ଦେଖା ଦେଇପାରେ। ତେବେ ମେଷ ରାଶି ବ୍ୟକ୍ତି ଆଜି ଦିନକୁ ସଠିକ କରିବା ପାଇଁ ଆପଣ ଏହି ଉପାୟଟି କରିପାରିବେ, ଯାହାକି ଶନି ମନ୍ଦିର ଦର୍ଶନ କରି ତେଲ ଅର୍ପଣ କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ଇଣ୍ଟରଭ୍ୟୁ ଏକ୍ଜାମରେ ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଭାଗ୍ୟ ଉନ୍ନତକରଣ ଯୁଗ ରହୁଛି, ଯାହାକି ସଫଳତା ପ୍ରାପ୍ତ କରିବେ। ତେବେ ଆଜି ବୃଷ ରାଶି ବ୍ୟକ୍ତି ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ କରି, ବିଶେଷ କରି ଲୁହା, ମେସିନ, ପଥର, ସିମେଣ୍ଟ, କୋଇଲା, ଚମଡ଼ା ନିମ୍ନ କାମରେ ଯେଉଁମାନେ ଜଡ଼ିତ ଥିବେ ସେମାନେ ଅଧିକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ସଫଳତାର ସମସ୍ତ ପ୍ରକାର ପ୍ରାପ୍ତ ଯୁଗ ରହୁଛି। ଅର୍ଥ ସଞ୍ଚୟ କରିବେ, ଅନେକ କାର୍ଯ୍ୟରେ ସହଯୋଗ ମିଳିବ। ଅଫିସ ଜନିତ କାର୍ଯ୍ୟ ପ୍ରଶଂସା ଯୁଗ ରହୁଛି। ଦୂରଯାତ୍ରା କରିଲେ ନିଶ୍ଚିତ ବୃଷ ରାଶି ବ୍ୟକ୍ତି ଆଜି ସଫଳତା ପ୍ରାପ୍ତର ଯୁଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ସ୍ତ୍ରୀ ବର୍ଗଙ୍କ ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ଅଧିକ ସଫଳତା କରିବା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ମାଟିରେ ତେଲ ଢାଳନ୍ତୁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି କାର୍ଯ୍ୟରେ ସଫଳତା ପାଇବେ, କିନ୍ତୁ କାର୍ଯ୍ୟରେ କିଛି ପରିବର୍ତ୍ତନ ଆସିପାରେ। ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟ ପ୍ରଶଂସା ପାଇବେ। ତେବେ ଆପଣଙ୍କର ସାମାଜିକ ରାଜନୈତିକ ଦୃଷ୍ଟିରୁ ଆଜି ନିଶ୍ଚିତ କାର୍ଯ୍ୟ ଉନ୍ନତିକରଣ ଯୁଗ ରହୁଛି। ଚାକିରି ସମ୍ବନ୍ଧରେ ଉଚ୍ଚ ପ୍ରଶଂସା ବା ଆପଣ କାର୍ଯ୍ୟ କୌଶଳୀ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରି ମିଥୁନ ରାଶି ବ୍ୟକ୍ତି ଆଜି ମିଥୁନ ରାଶି ବ୍ୟକ୍ତି ଗ୍ରହ ସୁଖ ଯୁଗ ରହୁଛି, ଯାହାକି ପରିବାର ବର୍ଗ ବନ୍ଧୁବର୍ଗ ଏବଂ ଆପଣଙ୍କ ପ୍ରେମ ଜଗତରେ ଯେଉଁମାନେ ଜଡ଼ିତ ଅଛନ୍ତି ମଧୁରତା ବଜାଇ ରହିବ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା ନ କରିଲେ ଭଲ ହୁଅନ୍ତା। ଆଜି ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେଲେ ଆପଣଙ୍କ ପାଇଁ ଭଲ ରହିବ, କାରଣ ସ୍ୱାସ୍ଥ୍ୟ ଜନିତ ଟିକେ ବାଧା ଆସିପାରେ। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ଆପଣ ଭାଗ୍ୟକୁ ଅଧିକ ଚମକିବା ପାଇଁ କିମ୍ବା ଆସୁଥିବା ସମସ୍ୟାର ସମାଧାନ କରିବା ପାଇଁ ଆଜି ଗଣେଶଙ୍କର ଉପାସନା କରନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1। ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣ ବ୍ୟବସାୟ କ୍ଷେତ୍ରରେ ବା ସମସ୍ତ କାର୍ଯ୍ୟ କ୍ଷେତ୍ରରେ ବାଧାଯୁକ୍ତ ରହୁଛି। ରାଜନୈତିକ ସାମାଜିକ କ୍ଷେତ୍ରରେ ଅସ୍ଥିରତା ରହୁଛି। ଭାଗ୍ୟ ଆପଣଙ୍କର ଆଜି ବାଧା ଯୁଗ ରହୁଥିବାରୁ କୌଣସି କାର୍ଯ୍ୟରେ ସଫଳତା ପାଇପାରିବେ ନାହିଁ। ବିଶେଷ କରି ଶତ୍ରୁ ପୀଡ଼ା ଯୁଗ, ଶତ୍ରୁମାନେ ବିଭିନ୍ନ ପ୍ରକାର ଚକ୍ରାନ୍ତ କରି ଆପଣଙ୍କୁ ହଇରାଣ କରିପାରନ୍ତି। ଆଜି ଯାହାକି ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ବାଧାଯୁକ୍ତ ବା ସେ କାର୍ଯ୍ୟ ପ୍ରତି ଆପଣଙ୍କର ହୀନ ମାନସିକତା ରହିପାରେ।
ଆପଣ ଆଜି ଅର୍ଥ ବେପାର ବାଣିଜ୍ୟ କ୍ଷେତ୍ରରେ ଅର୍ଥହାନି ଯୁଗ, ଭାଗ୍ୟ ବାଧା ଯୁଗ ସହିତ ଦୂରଯାତ୍ରା କରିଲେ ବିଫଳତା ପ୍ରାପ୍ତ କରିପାରନ୍ତି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ମାନସିକ ସ୍ତରରେ ଆପଣ ଦୁର୍ବଳ ଅସ୍ଥିରତା ହୋଇପାରନ୍ତି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ନିଜର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ଗୋଟା ବିରି ଏବଂ ସୋରିଷ ତେଲ ମିଶିକରି ବହି ଯାଉଥିବା ପାଣିରେ ଭସାନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ସମସ୍ତ ପ୍ରକାର ବିଫଳତା ଯୁଗ, ଅର୍ଥହାନି ଯୁଗ, ତେଣୁ ସଂଯମତା ସହକାରେ ବେପାର ବାଣିଜ୍ୟ କରନ୍ତୁ ବା ରିସ୍କଫୁଲ ବେପାର ବାଣିଜ୍ୟ କରିଲେ ଆପଣ ବିଫଳତାର କାରଣ ବନି ଯାଇପାରନ୍ତି। ବିଶେଷ କରି ଆଜି ସିଂହ ରାଶି ବ୍ୟକ୍ତି ନିମ୍ନ କର୍ମଚାରୀଙ୍କ ଠାରେ ଆପଣଙ୍କର ଅଧିକ ମତଭେଦ ଦେଖା ଦେଇପାରେ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଦୁର୍ବଳ ଅସ୍ଥିର ହୋଇପାରନ୍ତି। କାର୍ଯ୍ୟ ଗୁଡ଼ିକ ସଠିକ ଢଙ୍ଗରେ ନ କରିପାରନ୍ତି। ଅଫିସ ଜନିତ କାର୍ଯ୍ୟ ଚାପ ବଢିପାରେ। ତେବେ ଆଜି ପରିବାର ବର୍ଗ, ବନ୍ଧୁବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କୁ ଅନେକ ଅସ୍ଥିରତା ଦେଖା ଦେଇପାରେ। ଦୂରଯାତ୍ରା ଆଜି ସିଂହ ରାଶି ବ୍ୟକ୍ତି ଆଜି କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଆସୁଥିବା ସମସ୍ୟାର ସମାଧାନ କରିବା ପାଇଁ ଆପଣ ଏହି ଉପାୟଟେ କରିପାରିବେ। ଚିନିକୁ ମାଟିରେ ପକାଇ ଯାହାକି ପିମ୍ପିଡକୁ ଖାଇବା ପାଇଁ ଦିଅନ୍ତୁ। ତେବେ ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8। ଭାଗ୍ୟ ରଙ୍ଗ ଆପଣ ଯାହାକି ଗୋଲାପୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟ ନିଶ୍ଚିତ ସଫଳତା ଆଡ଼କୁ ଅଗ୍ରଗତି କରିବ। ବ୍ୟବସାୟ ଆପଣଙ୍କ ହିସାବରେ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ଦେବ। ତେବେ ଆଜି ଦୂରଯାତ୍ରା କରୁଥିଲେ ନିଶ୍ଚିତ ସଫଳତା ଆଡ଼କୁ ଅଗ୍ରଗତି କରିପାରନ୍ତି। ଆଜି ପରିବାର ବର୍ଗ, ବନ୍ଧୁବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ଭଲ ସମ୍ପର୍କ ରହିବ। ବିଶେଷ କରି ପ୍ରେମ ଜଗତରେ ଆଜି ଆକୃଷ୍ଟ ଅଧିକ ବଢିବାର ସମ୍ଭାବନା ରହୁଛି। ତେବେ ଆଜି ଯାହାକି କନ୍ୟା ରାଶି ବ୍ୟକ୍ତି ଉତ୍ତମ ଭୋଜନ ସହିତ ଶୟନ ସୁଖ ପ୍ରାପ୍ତ ଯୁଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ରହିବାର ଅନେକ ଚାନ୍ସ ରହୁଛି। ମାନସିକ ସ୍ତରରେ ଆପଣ ଶାନ୍ତ ରହିପାରନ୍ତି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଭାଗ୍ୟକୁ ଅଧିକ ସଫଳତା ଆଡ଼କୁ ଅଗ୍ରଗତି କରିବା ପାଇଁ ଆପଣ କଳା କୁକୁରକୁ ଭୋଜନ ଦିଅନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ସଂଯମତା ସହକାରେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ପଡିବ। ଆଜି କୌଣସି କାର୍ଯ୍ୟ ଅଧିକ ଭ୍ରମିତ କରିପାରେ। ସନ୍ଦେହୀ ହୋଇପାରନ୍ତି। ବିଶେଷ କରି ଆପଣଙ୍କର ପତି ପତ୍ନୀଙ୍କ ଭିତରେ ମତଭେଦର କାରଣ ଆପଣ ଅଧିକ ସନ୍ଦେହ ହୋଇପାରନ୍ତି। ନିଜ କର୍ମଚାରୀଙ୍କ ଠାରୁ ଯାହାକି ଆପଣଙ୍କର ବୈଚାରିକ ମତଭେଦ ବା ଯୋଉମାନେ ସହଯୋଗ କରୁଥିଲେ ବିଛା ରାଶି ବ୍ୟକ୍ତିଙ୍କର ଆଜି ସହଯୋଗ ମିଳିବା ଭାରି କଷ୍ଟକର। କାର୍ଯ୍ୟରେ ବିଫଳତା, ମାନସିକ ଅଶାନ୍ତି। ଆଜି ବେପାର ବାଣିଜ୍ୟରେ ଅନେକ ପ୍ରକାର ଅର୍ଥହାନି ଯୁଗ, ତେଣୁ ବେପାର ବାଣିଜ୍ୟରେ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ଦୂରଯାତ୍ରାରେ ସଫଳତା ହାନି, ବିଶେଷ କରି ଗାଡି ପରିଚାଳନା କ୍ଷେତ୍ରରେ ଦୁର୍ଘଟଣା ଜନିତ ସମସ୍ୟା ଯୁଗ ରହୁଛି। ଏହା ପ୍ରତି ଟିକେ ସାବଧାନ ରୁହନ୍ତୁ। ତେବେ ବିଛା ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ମନ୍ଦିରରେ କିଛି ଦାନ ଦିଅନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9। ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ସଂଯମତା ସହକାରେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ପଡିବ। ଆଜି କୌଣସି କାର୍ଯ୍ୟ ଅଧିକ ଭ୍ରମିତ କରିପାରେ। ସନ୍ଦେହୀ ହୋଇପାରନ୍ତି। ବିଶେଷ କରି ଆପଣଙ୍କର ପତି ପତ୍ନୀଙ୍କ ଭିତରେ ମତଭେଦର କାରଣ ଆପଣ ଅଧିକ ସନ୍ଦେହ ହୋଇପାରନ୍ତି। ନିଜ କର୍ମଚାରୀଙ୍କ ଠାରୁ ଯାହାକି ଆପଣଙ୍କର ବୈଚାରିକ ମତଭେଦ ବା ଯୋଉମାନେ ସହଯୋଗ କରୁଥିଲେ ବିଛା ରାଶି ବ୍ୟକ୍ତିଙ୍କର
ଆଜି ସହଯୋଗ ମିଳିବା ଭାରି କଷ୍ଟକର। କାର୍ଯ୍ୟରେ ବିଫଳତା, ମାନସିକ ଅଶାନ୍ତି। ଆଜି ବେପାର ବାଣିଜ୍ୟରେ ଅନେକ ପ୍ରକାର ଅର୍ଥହାନି ଯୁଗ। ତେଣୁ ବେପାର ବାଣିଜ୍ୟରେ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ଦୂରଯାତ୍ରାରେ ସଫଳତା ହାନି, ବିଶେଷ କରି ଗାଡି ପରିଚାଳନା କ୍ଷେତ୍ରରେ ଦୁର୍ଘଟଣା ଜନିତ ସମସ୍ୟା ଯୋଗ ରହୁଛି। ଏହା ପ୍ରତି ଟିକେ ସାବଧାନ ରୁହନ୍ତୁ। ତେବେ ବିଛା ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ମନ୍ଦିରରେ କିଛି ଦାନ ଦିଅନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9। ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ନିଜ ପରିଜନଙ୍କ ସହିତ ଆପଣଙ୍କର କଳହ ଯୁକ୍ତିତର୍କ ଅଧିକ ବଢିପାରେ। ଦୈନନ୍ଦିନ କାର୍ଯ୍ୟଗୁଡ଼ିକ ବିଶୃଙ୍ଖଳା ଅଧିକ ଦେଖା ଦେଇପାରେ। ସଠିକ ସମୟରେ କାର୍ଯ୍ୟ ନ ହୋଇପାରେ। ମନରେ ଅନେକ ଚଞ୍ଚଳତା ଦେଖା ଦେଇପାରେ। ବିଶେଷ କରି ସ୍ତ୍ରୀ ବର୍ଗଙ୍କ ସହିତ ଆପଣଙ୍କର କଳହ ହବାର ଅଧିକ ଚାନ୍ସ ରହୁଛି ବା ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଅଧିକ ସମ୍ପର୍କ ଖରାପ ରହୁଛି। ତେଣୁ ଧନୁ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି କାର୍ଯ୍ୟରେ ସ୍ଥାନ ପରିବର୍ତ୍ତନ ଏବଂ ଶତ୍ରୁ ବୃଦ୍ଧି, ରୋଗୀ ବା ସ୍ୱାସ୍ଥ୍ୟଜନିତ ପୀଡ଼ାରେ ଅନୁଭବ କରିପାରନ୍ତି। ବେପାର ବାଣିଜ୍ୟରେ ଅନେକ ପ୍ରକାର ଲସ୍ ଯୁଗ ରହୁଛି। ତେଣୁ ଧ୍ୟାନ ପୂର୍ବକ ବେପାର ବାଣିଜ୍ୟ କରନ୍ତୁ। ଦୂରଯାତ୍ରା ଆଜି କରନ୍ତୁ ନାହିଁ ଧନୁ ରାଶି ବ୍ୟକ୍ତି। ତେବେ ଧନୁ ରାଶି ବ୍ୟକ୍ତି ଆଜି ନିଜର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ କାଉ ମାନଙ୍କୁ ଭୋଜନ ଦିଅନ୍ତୁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7। ଭାଗ୍ୟ ରଙ୍ଗ ଆପଣ ହାଲୁକା ଯାହାକି ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ରହିବ। ମାନସିକ ସ୍ତରରେ ଯଦି ଆପଣ କିଛି ଚିନ୍ତିତ ଥିବେ ତାହା ଦୂରୀଭୂତ ହେବ। ଆଜି ଆପଣଙ୍କର ପରିଶ୍ରମର ଫଳ ପ୍ରାପ୍ତ କରିବେ। ପୂର୍ବରୁ ଦେଇଥିବା ଅର୍ଥ ବାକିଆ ଅର୍ଥ ଫେରି ପାଇବାର ଚାନ୍ସ ରହୁଛି। ତତ୍ ସହିତ ଅର୍ଥ ସଞ୍ଚୟ କରିବାର ମଧ୍ୟ ଯୁଗ ରହୁଛି। ସମସ୍ତ ନୂତନ କାର୍ଯ୍ୟ ବା ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦବଦବା ବଢିବ। ତତ୍ ସହିତ ଆଜି ଅଫିସ ଜନିତ କାର୍ଯ୍ୟରେ ଆପଣ କାର୍ଯ୍ୟ ପ୍ରଶଂସା ପାଇବେ। ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ପାଠ ପଢାରେ ଆଗ୍ରହ ବଢିବ। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ସଫଳତା ପ୍ରାପ୍ତ କରିବେ। ତେବେ ଆଜି କିଛି ଉତ୍ତମ ଜିନିଷ ପ୍ରାପ୍ତ କରିବାର ବା କିଛି ଘରକୁ ନୂଆ ଜିନିଷ ଆଣିବାର ସୁଯୋଗ ରହୁଛି। ମନ ପ୍ରସନ୍ନ ରହିବ। ଶତ୍ରୁ ବିଜୟ ଯୁଗ ରହୁଛି। ବନ୍ଧୁ ବା ପ୍ରିୟଜନଙ୍କ ଦ୍ୱାରା ଆପଣଙ୍କର କାର୍ଯ୍ୟସିଦ୍ଧି ଯୁଗ ରହୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ଭାଗ୍ୟକୁ ଅଧିକ ସଫଳତା କରିବା ପାଇଁ କୁକୁର ମାନଙ୍କୁ ନିଶ୍ଚିତ ଆଜି ତାର ଯତ୍ନ ନେଲେ ଆପଣଙ୍କର ଭାଗ୍ୟ ଅଧିକ ଚମକିବ। ତେବେ ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି କଳହ ଅଧିକ ଦେଖାଦେବ। ନିଜ ଲୋକଙ୍କ ସହିତ ଅଧିକ ଯୁକ୍ତିତର୍କ ଏବଂ ସେଥିପାଇଁ ଆପଣ ଦୁଃଖୀ, ମାନସିକ ସ୍ତରରେ ଦୁର୍ବଳ, ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ତେଣୁ ନିଜ ଲୋକଙ୍କ ସହିତ ବୈଚାରିକ ମତଭେଦ, ତେଣୁ କଳହ ଯୁକ୍ତିତର୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ। କୁମ୍ଭ ରାଶି ବ୍ୟକ୍ତି ସମସ୍ତ ପ୍ରକାର ସୁଖହାନି, ବିଫଳତା, ପାପ କର୍ମ ଆଡକୁ ଅଧିକ ଆକୃଷ୍ଟ। ବିଦ୍ୟାର୍ଥୀ ମାନେ ନିଜର ପାଠ ପଢାରେ ଅବହେଳା କରିପାରନ୍ତି। ଦୂରଯାତ୍ରାରେ କଷ୍ଟ, କାର୍ଯ୍ୟରେ ବିଫଳତା। ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ଦୂରଯାତ୍ରା ଆଜି ନ କରିଲେ ଭଲ। ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ଭାଗ୍ୟ ନିମ୍ନଗାମୀ ରହୁଛି। ବେପାର ବାଣିଜ୍ୟରେ ଆପଣଙ୍କର ଭାଗ୍ୟ ଯାହାକି ଅର୍ଥହାନି ଯୁଗ ରହୁଛି। ତେଣୁ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ତେବେ କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କ ଭାଗ୍ୟରେ ଆଜି ଯେଉଁ ସମସ୍ୟା ରହୁଛି ତାହାର ସମାଧାନ କରିବା ପାଇଁ ଆପଣ ଆଜି ଶିବ ମନ୍ଦିରରେ ଯାହାକି ଦର୍ଶନ ସହିତ ଶିବଲିଙ୍ଗରେ ପାଣି ଢାଳନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଆପଣଙ୍କ କ୍ଷେତ୍ରରେ ଅଧିକ ଜିଦଖୋର ଭାବନା ରହିବ। ମାନସିକ ଏଇଟା ବିମାରୀ କହିଲେ ମଧ୍ୟ ଅତୃପ୍ତି ହେବ ନାହିଁ। ତେବେ ଆଜି ଆନନ୍ଦ ଅନୁଭବ କରିବେ। ବନ୍ଧୁ ପ୍ରିୟଜନଙ୍କ ସହିତ ଭଲ ସମ୍ପର୍କ ରହିବ। କିଛି ନୂତନ ଘରକୁ ଜିନିଷ ଆଣିବାର ସୁଯୋଗ ରହୁଛି ବା କିଛି କାହା ପାଖରୁ ଗିଫ୍ଟ କିମ୍ବା କିଛି ଜିନିଷ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି।
ଆଜି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ମଧୁରତା ସମ୍ପର୍କ ବଜାୟ ରହିବ। ତତ୍ସହିତ ଆଜି ମୀନ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ନିଶ୍ଚିତ ସଫଳତା ପ୍ରାପ୍ତ କରିବେ। ତେବେ ମୀନ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ କରିବାର ସୁଯୋଗ ରହୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ନିଜର ଭାଗ୍ୟକୁ ଅଧିକ ସଫଳତା ଆଡ଼କୁ ଅଗ୍ରଗତି କରିବା ପାଇଁ ଆପଣ ମାନେ ମାଙ୍କଡ ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଓଁ ନମ ବିଷ୍ଣବେ ପ୍ରଭ ବିଷ୍ଣବେ।